ଆମେ ଆମେ ନିଜର କ୍ଷତି ଆମେ ନିଜେ କରୁଛୁ। ଆମେ ନିଜେ ଗାଡ଼ି ବନ୍ଦ କରୁଛେ, ଆମ ଅଟୋ ବନଉଛୁ, ଆମ ଟ୍ୟାକ୍ସି ବନଉଛୁ, ଆମର ସବୁ ବନଉଛୁ। ତ ଆମେ ବନ୍ଦ କଲେ ଆମର କ୍ଷତି ହଉଛି। ସରକାର ବନ୍ଦ କରି ଆସିଲେ ସରକାର ତମ କଥା ଶୁଣିବ। ସରକାର ନ ବନ୍ଦ କରିକି ତୁମେ ଆମ ବନ୍ଦ କରୁଛ କଣ ସଭାପତିର ପ୍ଲାନ୍ ଆଉ ସଭାପତି ପଇସା ଖାଉଛୁ। ସେଇପାଇଁ ସେ ଓଲଟା ଓଲଟା ପାର୍ଟି ପାଖକୁ ଯାଉଛି। ହଇରାଣ ହଉଛନ୍ତି, କିଏ ହସ୍ପିଟାଲ ଯିବ, କିଏ ସ୍କୁଲକୁ ଯିବ, ପିଲାକୁ ନେଇକି ତାଙ୍କୁ ଅଟକେଇବ। ତୁମେ ମୋ ବସ୍ ଅଟକେଇକି ଦେଖୁନ କଣ ପାଇଁ ସଭାପତି ହେଇଛ? ଖାଲି ପଇସା ଖାଇବା ପାଇଁ ସଭାପତି ହେଇଛ? ମାସକୁ ମାସକୁ ଆମେ ଫେର ପଇସା ଦଉଛୁ। ଦରକାର ନାହିଁ ଏମିତି ସଭାପତି, ଆମକୁ ଦରକାର ନାହିଁ ଯୋଉ ପାର୍ଟି ଚେଞ୍ଜ କରୁଛୁ। ଡ୍ରାଇଭର ଯେତେବେଳେ କଂଗ୍ରେସର ରାହୁଲ ଗାନ୍ଧୀ ଆସିଲେ ଆପଣ କାହିଁକି ଓହରି ଗଲେ? କଣ ପାଇଁ ତୁମେ ବନ୍ଦ କରିଲ? ତୁମେ ତ ଆଗେ ଥିଲ, ଶଙ୍ଖ ଚିହ୍ନରେ ଥିଲ, ନବୀନ ପଟ୍ଟନାୟକ ସାଙ୍ଗରେ କିଏ ଥିଲେ? ସବୁ ଥିଲେ। ନବୀନ ପଟ୍ଟନାୟକ ଆମର ସବୁ କିଛି ବୁଝୁଥିଲା। ତୁମେ ଏବେ କଂଗ୍ରେସକୁ ପଳେଇ ଆଇଲ। ରାହୁଲ ଗାନ୍ଧୀ ଆଇଲା ବୋଲି ଆମର ଇଏ ବନ୍ଦ କରିଦେଲ, ଷ୍ଟ୍ରାଇକ୍ କରିକି ଷ୍ଟ୍ରାଇକ୍ ବନ୍ଦ କରିଦେଲ। ଫେର ଏବେ ଷ୍ଟ୍ରାଇକ୍ କରୁଛ। ଆମେ ପିଲା ଛୁଆକୁ ନେଇକି ଯିବା, ସ୍କୁଲ ନେଇକି ଯିବା, ହସ୍ପିଟାଲ ନେଇକି ଯିବା, କେମିତି ନେଇକି ଯିବା? ମୋ ବସ୍ ବନ୍ଦ କରୁନ। ଯଦି ଇଏ ଅଛି ମୋ ବସ୍ ବନ୍ଦ କର, ଆମ ସଭାପତିକୁ ଚେଞ୍ଜ କର। ସେ ପଇସା ଖାଇ ଦେଇକି ସେ ସିଧା ପଳେଇ ଯାଉଛି ଘରକୁ, ଆଉ ଆମମାନଙ୍କୁ ନେଇକି ଯାଇକି ବସେଇ ଦଉଛୁ ଇଏରେ, ରାଲିରେ ବସେଇ ଦଉଛୁ। ଆସିକି ହଙ୍ଗାମା କରୁଛ, କଣ ଦରକାର ଆସିକି ହଙ୍ଗାମା କରିବାର? ଯଦି କହିବାର ଯେ ଡାଇରେକ୍ଟ ସରକାର ବସ୍ ବନ୍ଦ କର, ସରକାର ଇଏ ବନ୍ଦ କଲେ ସିଲେ ସରକାର ଆମ କଥା ବୁଝିବ। ଆମେ ଆମେ ନିଜର କ୍ଷତି ଆମେ ନିଜେ କରୁଛୁ। ଆମେ ନିଜେ ଗାଡ଼ି ବନ୍ଦ କରୁଛେ, ଆମ ଅଟୋ ବନଉଛୁ, ଆମ ଟ୍ୟାକ୍ସି ବନଉଛୁ, ଆମର ସବୁ ବନଉଛୁ। ତ ଆମେ ବନ୍ଦ କଲେ ଆମର କ୍ଷତି ହଉଛି। ତୁମେ ସରକାର ବନ୍ଦ କରି ଆସିଲେ ସରକାର ତମ କଥା ଶୁଣିବ। ସରକାର ନ ବନ୍ଦ କରିକି ତୁମେ ଆମ ବନ୍ଦ କରୁଛ କଣ ପାଇଁ? ଯେ ଏଇଟା କଣ ସଭାପତିଙ୍କର ପ୍ଲାନ୍ ଭାବୁଛନ୍ତି? ଏଇଟା ସଭାପତିର ପ୍ଲାନ୍ ଆଉ ସଭାପତି ପଇସା ଖାଉଛୁ। ସେଇପାଇଁ ସେ ଓଲଟା ଓଲଟା ପାର୍ଟି ପାଖକୁ ଯାଉ। ଗୋଟେ ପାର୍ଟି ସାଙ୍ଗରେ ରହିଲେ ଆମ ନବୀନ ପଟ୍ଟନାୟକ ସାର୍ ଆମର ବୁଝିଥିଲେ ନା ନାଇଁ? ଆମର ବୁଝିଥିଲେ କି ନାଇଁ? ଫେର ତୁମେ ଆଇଲ କଂଗ୍ରେସକୁ କଣ ପାଇଁ? କଂଗ୍ରେସ ଆଇଲା, ସେ ଆଇଲା ଦିଲ୍ଲୀରୁ ଆଇଲା, ତା ପାଇଁ ଷ୍ଟ୍ରାଇକ୍ ବନେଇଯିବ? କଣ ପାଇଁ ବନବ? ସାଧାରଣ ଲୋକମାନେ ହଇରାଣ ହଉଛନ୍ତି। ହଇରାଣ ହଉଛ, ସାଧାରଣ ଲୋକ ହଇରାଣ ହଉଛନ୍ତି। କିଏ ହସ୍ପିଟାଲ ଯିବ, କିଏ ସ୍କୁଲକୁ ଯିବ, ପିଲାକୁ ନେଇକି ତାଙ୍କୁ ଅଟକେଇବ। ତୁମେ ମୋ ବସ୍ ଅଟକେଇକି ଦେଖୁନ କଣ ପାଇଁ ସଭାପତି ହେଇଛ? ତୁମେ ଖାଲି ପଇସା ଖାଇବା ପାଇଁ ସଭାପତି ହେଇଛ? ମାସକୁ ମାସକୁ ଆମେ ଫେର ପଇସା ଦଉଛେ। କେତେ ଟଙ୍କା ଦଉଛନ୍ତି ଆପଣ? ମାସକୁ ମାସକୁ କେତେ ଟଙ୍କା ଦଉଛନ୍ତି ସେଇଟା କହିପାରିବି ସାର୍, ଦଉଛୁ ଆମେ। ଆପଣ ଦଉଛନ୍ତି, କିନ୍ତୁ ଯୋଉ 7 କୋଟି ଦାବି ଥିଲା ସରକାର ଶୁଣିଲେନି, ଇଏ ଓହରିଗଲେ କଣ ପାଇଁ? ଶୁଣିବେ ସରକାର? କେମିତି ଶୁଣିବେ କୁହ? ନବୀନ ପଟ୍ଟନାୟକ ଥିଲେ ନା ଶୁଣିବେ? ନବୀନ ପଟ୍ଟନାୟକ ଥିଲେ ଶୁଣୁଥିଲେ। ଆଉ ଇଏ ତ ଏବେ କଂଗ୍ରେସକୁ ଧରୁଛୁ, ଆଉ ବିଜେପି ବାଲାକୁ ଧରିଲା। ବିଜେପି ବାଲା ତାର ଶୁଣିଲାନି କିଛି, ସେଇପାଇଁ କଂଗ୍ରେସକୁ ଧରିଲା ଯାଇକି। ତ ଆମେ କଣ କରିବା? ମାନେ ସବୁ ଭୁଲ ସଭାପତିଙ୍କର। ସବୁ ଭୁଲ ସଭାପତିର। ଏ 3 ଜଣଙ୍କୁ ହଟାଅ, ଟୋଟାଲି ହଟାଅ ହେଲା। ମା ସଂଘର ହଟାଅ ଟୋଟାଲି। ଆମକୁ ଦରକାର ନାହିଁ ଏମିତି ସଭାପତି, ଆମକୁ ଦରକାର ନାହିଁ ଯୋଉ ପାର୍ଟି ଚେଞ୍ଜ କରିବେ। ଯେ ପୁଣି କହିଛନ୍ତି ଏବେ ଆନ୍ଦୋଳନ ହବ, ପୁଣି ଷ୍ଟ୍ରାଇକ୍ ଆନ୍ଦୋଳନ ହବ। କାହିଁକି ଆନ୍ଦୋଳନ? ତୁମେ ତ କହିଥିଲ ଷ୍ଟ୍ରାଇକ୍ କରିବା ପାଇଁ, ଷ୍ଟ୍ରାଇକ୍ ତ ହେଇଥାନ୍ତା। ରାହୁଲ ଗାନ୍ଧୀ ଆଇଲା ବୋଲି ଷ୍ଟ୍ରାଇକ୍ ଟା କାହିଁ ବନ୍ଦ କଲ? ସିଏ ତ ଦିଲ୍ଲୀରୁ ଆଇଲା, ଦିଲ୍ଲୀ ପଳେଇଲା, ଆମ କଥା ବୁଝିଲା କି? ଆମ କଥା ବୁଝୁଥିଲା ନବୀନ ପଟ୍ଟନାୟକ। ଆମେ ନବୀନ ପଟ୍ଟନାୟକ ଲୋକ, ଆମ ଅଟୋ ବନ୍ଦ ହେଇଯିବ, ଆମ କାର ବନ୍ଦ ହେଇଯିବ, ଆଉ ଇଏ ମୋ ବସ୍ ଚାଲିବ? ସେ ସରକାରୀ ବସ୍ ଚାଲିବ, ତାଙ୍କର ଦରମା ଆସିବ, ଆମର କିଛି ନାହିଁ। ଆମକୁ କିଛି ମିଳିବନି। ଖାଲି ପିଲିର ଅଟୋ ବାଲା ଯାଉଛନ୍ତି ରାଲି କରିବା ପାଇଁ, ଆଉ କିଛି ନାହିଁ ଭାଇ। ଆମକୁ କିଛି ଦବେନି ସେମାନେ। ଯେ ଆପଣଙ୍କର ଯୋଉ ଦାବି ଥିଲା, ସେ ଦାବି କିଛି ପୂରଣ ହେଲା କି? ସିଏ ଆମକୁ ମିଳିନି ଭାଇ, ସତ କଥା କହୁଛୁ। ଏତେ ରାଲିରେ ଯାଇଛି, ଏତେ କଣ କରିଛେ, କିଛି ମିଳିନି, ଏବେ ପର୍ଯ୍ୟନ୍ତ ମିଳିନି। ସବୁ ସଭାପତି 3 ଜଣ ଖାଇଯାଇଛନ୍ତି ପଇସା। ହଁ, ସବୁ 3 ଜଣ ଖାଇଦେଇଛନ୍ତି। ତାଙ୍କୁ ହଟାଅ, ତାଙ୍କୁ ହଟେଇକି ଗୋଟେ ଭଲ ଲୋକଙ୍କୁ ରଖ। ଏବେ ନବୀନ ପଟ୍ଟନାୟକ ଆସିଲେ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା, ଆସିଲା ପରେ ଭାବୁଛନ୍ତି? ନବୀନ ସାର୍କୁ ମୁଁ ଜୁହାର ହେଇକି କହୁଛୁ, ଆମ ଅଜା ହବ କି ବାପା ହବ କି କଣ ହବ, ଲେକିନ ଆମେ ବାପା ଭଳିଆ ମାନୁଛୁ ହେଲା। ସିଏ ଆମକୁ ସମ୍ଭାଳିକି ଆସିଥିଲେ, ଆଜି ପର୍ଯ୍ୟନ୍ତ ବି ଆମକୁ ସମ୍ଭାଳିଥିଲେ। ତୁମେ ମାନେ ମୋହନ ସରକାରକୁ ଆଣିକି ବସେଇଲ, ମୋହନ ସରକାର ଆସିକି ବସିଗଲା, ନବୀନ ପଟ୍ଟନାୟକକୁ ହଟେଇଲ, ଫେର ଏବେ କଂଗ୍ରେସକୁ ଆଣିକି ବସଉଛ, ମାନେ କଣ? କି ସଭାପତି? କଂଗ୍ରେସକୁ ଆଣିକି ବସଉଛ, ମାନେ କଣ? ତୋର ନବୀନ ପଟ୍ଟନାୟକ ତ ସବୁ କିଛି ଆମର ବୁଝୁଛି। ଆଚ୍ଛା ଖାସା ତ ଆମକୁ ଘର ଦେଲା, ଦୁଆର ଦେଲା, ସବୁ ଦେଲା, ଖାଇବା ଦେଲା, ଚାଉଳ ଦେଲା, ସ୍କୁଲ ପିଲାମାନଙ୍କୁ ଦେଲା, ଝିଅ ପିଲାମାନଙ୍କୁ ଛୁଆଠୁ ବଡ଼ ପର୍ଯ୍ୟନ୍ତ ଦେଲା ସବୁ। ଆମକୁ ବି ସବୁ ଦଉଛି, ଆଉ କଣ ଦରକାର ଥିଲା କଣ? ଆପଣ ସଂଘ ସହିତ କଥା ହେବେ କି, ଏଇ ଯୋଉ ସଭାପତି ପରିବର୍ତ୍ତନ କରିବା ପାଇଁ? ସଂଘ ସାଙ୍ଗରେ କଥା ହେବି। ପରିବର୍ତ୍ତନ କରିବେ? ସଂଘ ଆସିକି ସଂଘ ସାଙ୍ଗରେ କଥା ହେବି, ଲେକିନ ଏ 3 ଜଣଙ୍କୁ ବାହାର କର। ଏ 3 ଜଣ ହଉଛନ୍ତି ଖାଇବା ପାର୍ଟି। ପଇସା ନଉଛନ୍ତି,
ଖାଇଦେଇକି ପଳେଇ ଯାଉଛନ୍ତି। ଆଉ କିଛି ଆଙ୍କ କାମ ନାହିଁ, ଆଙ୍କ କାମ କିଛି ନାହିଁ, ଖାଲି ପଇସା 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 ହେଇକି ପୁରା ଇଏ ବରବାଦ କରୁଛନ୍ତି, ଆଉ କିଛି